ଗାଁର ପଶୁମାନଙ୍କ ଏକ ସମୟ କଥାରେ ଓଡ଼ିଶାର ଗୋଟିଏ ସୁନ୍ଦର ଗାଁ ଥିଲା। ଗାଁର ନାଁ ଥିଲା ବାଦମପୁର। ଏହି ଗାଁରେ ମଣିଷ ଓ ପଶୁମାନେ ଏକ ସହିତ ମିଶି ରହୁଥିଲେ। ଏଠି ଥିଲେ ଗୋଟିଏ ଗାଈର ନାମ ଥିଲା ଗୋରି, ଗୋଟିଏ କୁକୁର ନାମ ଥିଲା ବଲୁରି ଓ ଗୋଟିଏ ଖରାପ ନାମ ଥିଲା ମନ୍ଦା। ଗୌରୀ ଥିଲେ ଏହି ଗାଁର ସବୁଠୁ ବୁଦ୍ଧିମତୀ ଗାଈ। ସେ ପ୍ରତିଦିନ ଗାଁର ଲୋକମାନଙ୍କୁ ଦୁଧ ଦେଉଥିଲେ। ଭଲୁ ଥିଲେ ଗାଁର ରକ୍ଷା କରୁଥିବା କୁକୁର। ରାତିରେ ଗାଁରେ ଲୋକ କେହି ଆସିଲେ ସେ ଭୁଙ୍କି ଦେଇ ସବୁଙ୍କୁ ସଚେତନ କରିଦେଉଥିଲେ। ମନ୍ଦା ଥିଲେ ଗୋଟିଏ ଦୁଃଖୀ ଖରାଦ। ସେ କାହା ସହିତ କଥା ହେବାକୁ ଭଲ ପାଉନଥିଲେ। ଲୋକେ ଭାବୁଥିଲେ ସେ ଅଳସୀବ, କିନ୍ତୁ ତାର ମନ ଭଲ ଥିଲା। ଏକ ଦିନ ଧାରେ ଏକ ବଡ଼ ସମସ୍ୟା ହେଲା। ସାମ୍ନା ଜଙ୍ଗଲରୁ ଏକ ବାଘ ଆସି ଗୌରୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କଲା। ଭଲୁ ସେଥିରେ ଉପସ୍ଥିତ ଥିଲେ, ତେବେ ଅକେଳେ ବାଘ ସହିତ ଲଢି ପାରିବା ନୁହେଁ। ତେବେ ତ ଅଚାନକ ମନ୍ଦା ଆସିଗଲେ। ସେ ତାଙ୍କ ତୀବ୍ର ଚିତ୍କାର ଓ ଜମିକା ଲାଠି ବ୍ୟବହାର କରି ବାଘକୁ ଭୟଭୀତ କରିଦେଲେ। ବାଘ ଭୟରେ ଜଙ୍ଗଲକୁ ଫେରିଗଲା। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ମନ୍ଦା ପାଇଁ ଗଞ୍ଜାରେ ଜୟଘୋଷ ହେଲା। ସେ ଦେଖାଇଲେ ଯେ କେବେ ମଧ୍ୟ କାହାକୁ ଅଣଦେଖା କରିବା ଉଚିତ ନୁହେଁ। ତାପରେ ଗୌରୀର ଭଲୁ ଓ ମନ୍ଦା ତିନି ଜଣ ଭଲ ମିତ୍ର ହେଇଗଲେ। ସେମାନେ ଦିନେ ଦିନେ ଗାଁକୁ ରକ୍ଷା କରୁଥିଲେ ଓ ଲୋକମାନେ ମଧ୍ୟ ସେମାନଙ୍କୁ ଦେଖି ଗର୍ବିତ ହେଉଥିଲେ। ନୀତି ଶିକ୍ଷା ଯେଉଁଠି ଦୃଢ ଇଚ୍ଛା ଓ ଭଲ ମନ ଥାଏ, ସେଠି ବିଜୟ ନିଶ୍ଚିତ।